ମଶାଣି ଏମିତି ଏକ ସ୍ଥାନର ନାଁ ଯେଉଁ ସ୍ଥାନକୁ ଲୋକେ ଦିନରେ ମଧ୍ୟ ଯିବାକୁ ଡରିଥାନ୍ତି। କିନ୍ତୁ ଆଜି ସେହି ମଶାଣିରେ ଦିନେ କି 2 ଦିନ ନୁହେଁ, ବରଂ ଦୀର୍ଘ 15 ଦିନ ହେବ ପଡ଼ି ରହିଛନ୍ତି ଚନ୍ଦ୍ରମଣି। ଯେଉଁ ସ୍ଥାନରେ ଲୋକଙ୍କ ଶବ ସତ୍କାର କରାଯାଏ, ଯେଉଁଠି ଲୋକଙ୍କ ଜୀବନର ଯାତ୍ରା ଶେଷ ହୋଇଥାଏ, ସେହି ଜାଗାରେ 15 ଦିନ ହେବ ଦିନ କାଟୁଛନ୍ତି ସେ। ଯେଉଁ ବୟସରେ ନିଜ ପରିବାର ଲୋକଙ୍କ ସହିତ ରହି ତାଙ୍କ ସୁଖ ଦୁଃଖ ବୁଝିବା କଥା, ଆଜି ସେହି ବୟସରେ ସେ ଯେମିତି ଅଦରକାରୀ ହୋଇପଡ଼ିଛନ୍ତି। ହେଲେ ତାଙ୍କର ଏ ଅବସ୍ଥା ପଛର କାରଣ କ'ଣ? ତାଙ୍କର ପରିବାରରେ କ'ଣ ନିଜର ବୋଲି କେହି ନାହାନ୍ତି? ସେ ଏମିତି ମଶାଣିରେ ଦିନ କାହିଁକି କାଟୁଛନ୍ତି? ଏସବୁ ପ୍ରଶ୍ନ ହୁଏତ ଆପଣଙ୍କ ମନକୁ ମଧ୍ୟ ଆସୁଥିବ। କିନ୍ତୁ ଏ ଘଟଣା ପଛରେ ଲୁଚି ରହିଥିବା ସେ ନିରାଟ ସତକୁ ଯିଏ ଶୁଣିଛି, ସେ ମଧ୍ୟ ନିଜ ଆଖିର ଲୁହକୁ ସମ୍ଭାଳି ପାରୁନାହିଁ। ହଁ ଆଜ୍ଞା, ବୟସର ଶେଷ ପାହାଚରେ ପହଞ୍ଚିଥିବା ଚନ୍ଦ୍ରମଣିଙ୍କ ପରିବାରରେ ପୁଅ ବୋହୂ ସମସ୍ତେ ଅଛନ୍ତି, କିନ୍ତୁ ସେମାନଙ୍କ ପାଇଁ ଆଜି ଏ ବୁଢ଼ା ବାପାଟା ଅଦରକାରୀ ହୋଇଯାଇଛି। କାଲି ଯେତେବେଳେ ତାଙ୍କ ବଡ଼ ବୟସ ଥିଲା, ସେତେବେଳେ ତାଙ୍କ ପରିବାର କଥା ଚିନ୍ତା କରି କେତେ ରାତି ଯେ ଅନିଦ୍ରା ଥିଲେ ତାର ହିସାବ ନାହିଁ। ପିଲାମାନଙ୍କୁ ମଣିଷ କରିବା ପାଇଁ କେତେ ଓଳି ଯେ ଉପାସରେ ବିତାଇଛନ୍ତି ତାର ଖବର ନାହିଁ। ପିଲାଙ୍କୁ ମଣିଷ କରିବା ପାଇଁ ସେ ସିନା ତାଙ୍କ ପୁଅକୁ ନେଇ ସ୍କୁଲରେ ଛାଡ଼ି ଆସୁଥିଲେ, ହେଲେ ଆଜି ତାଙ୍କ ଜୀବନର ଶେଷ ସମୟରେ ତାଙ୍କ ପୁଅ ତାଙ୍କୁ ନେଇ ଏ ମଶାଣି ଭୂଇଁରେ ଛାଡ଼ିଯିବ, ସେ କଥା କିଏ ବା ଜାଣିଥିଲା? ପୁଅ ବଡ଼ ହେବା ପରେ ପୁଅର ସଂସାର କରିବା ପାଇଁ ଚନ୍ଦ୍ରମଣି ପୁଅର ବାହାଘର କରାଇଥିଲେ। ହେଲେ ବାହାଘର ପରେ ପୁଅର ସିନା ସଂସାର ଆରମ୍ଭ ହୋଇଗଲା, ହେଲେ ସେହି ସଂସାରରେ ସବୁଦିନ ପାଇଁ ଅଦରକାରୀ ହୋଇଗଲେ ସେ। ଆଉ ଶେଷରେ ତାଙ୍କ ପୁଅ ତାଙ୍କୁ ଆଣି ମଶାଣିରେ ଛାଡ଼ି ଦେଇ ଚାଲିଗଲା। ଆଉ କରିବେ ବା କ'ଣ ସିଏ? ଶେଷର ନିଜ ଭାଗ୍ୟକୁ ଆଦରି ଦୀର୍ଘ 15 ଦିନ କାଳ ସେ ଏମିତି ହିଁ ପଡ଼ି ରହିଛନ୍ତି। ତେବେ ଏ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାତପୁର ଗାଁ ମଶାଣିରେ ଦେଖିବାକୁ ମିଳିଥିବା ବେଳେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗ୍ରାମର ଚନ୍ଦ୍ରମଣି ମହାରଣାକୁ ତାଙ୍କ ପୁଅ ଏପରି ମଶାଣିରେ ଛାଡ଼ି ଯାଇଥିବା କଥା ଲୋକଙ୍କ ନଜରକୁ ଆସିବା ପରେ ସେମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ, ଯାହାକୁ ନେଇ ଏବେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଚନ୍ଦ୍ରମଣିକୁ ଉଦ୍ଧାର କରାଯିବା ସହ ତାଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।